ସତରେ ମୁଁ କେତେ ବଡ଼ ଅଭାଗିନୀଟେ। ସମସ୍ତେ ସଦୁଷା ବ୍ରତ ଆଜି କରୁଛନ୍ତି, ହେଲେ ମୋର ସେ ଭାଗ୍ୟ କାହିଁ? ବାହାଘରକୁ ଆସି 4 ବର୍ଷ ହେଲାଣି, ହେଲେ ଏପର୍ଯ୍ୟନ୍ତ ବାହାବ୍ରତ ଏକା ସାଙ୍ଗରେ ପଡ଼ିଲାନି। ସେଥିପାଇଁ ମୁଁ ବ୍ରତ ନ କରି ଅଣବର୍ତ୍ତିଆ ହେଇକି ହିଁ ରହିଛି। ଆଜି କେମିତି କ'ଣ ଧନ ମୋର ଖବର ପାଇଯାଇଛି, ସେଥିପାଇଁ ଆଗେ ସକାଳେ ଉଠି ଯାଇଛି। ତା ଗୋଡ଼ରେ ଆଗେ ଅଳତା ଲଗାବ ବୋଲି ଜିଦି କଲା, ତାପରେ ଆମ ଶାଶୁ ବୋଉଙ୍କ ଗୋଡ଼ରେ ଅଳତା ଲାଗିଲା। ଏପଟେ ମନ୍ଦିର ଯିବୁ ଆଉ ତାରିଣୀ ମାଆଙ୍କର ଦର୍ଶନ କରିବୁନି, ଏମିତି କ'ଣ କେବେ ହେଇପାରିବ? ତାରିଣୀ ମାଆଙ୍କ ଦର୍ଶନ କରି ସାରି ଚାଲିଲୁ ଆମେ ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଦର୍ଶନ କରିବା। ଭୋଗଟାଲେ କାଢିଛନ୍ତି ନା ନାଇଁ? ଧନ ମୋର 2ଟା ପେଡ଼ା ଝାମ୍ପି ନେଲା ମାଆଙ୍କ ହାତରୁ। ମୋ ଜେଜେମା ସବୁବେଳେ କହେ, ଯଦି ମନରେ ଶ୍ରଦ୍ଧା ଆଉ ଭକ୍ତି ଥିବ, ଭଗବାନ କୋଉ ରୂପରେ ନା କୋଉ ରୂପରେ ଆସି ତମ ଭୋଗ ପକେଇ ଦେଇଥିଲେ। ସେଥିପାଇଁ ମା ଘରେ ଆସି ଆମ ଠାକୁରରେ ଠାକୁରାଣୀଙ୍କ ଦର୍ଶନ ନେଇ ଗଣ୍ଠି ପକେଇ ହାତରେ ଟିକେ ଶାଗୁ ଖାଇଦେଲି। ଖାଲି ମୁଁ ଏମିତି ଅଭାଗିନୀ ଅଛି ନା ଆପଣମାନଙ୍କ ଭିତରେ କିଏ ଅଛନ୍ତି? କମେଣ୍ଟ ବକ୍ସରେ ନିହାତି ଜଣେଇବେ।